ସେଇଥିପାଇଁ ଆଜି ତୋର ମୁକ୍ତି ଦରକାର। ବାପା ବାପା ଦେଖ ଇଏ କଣ କହୁଛନ୍ତି? ଇଏ କହୁଛନ୍ତି ମତେ ମାରିଦେବେ ବାପା। ସେ ତ ଠିକ କହୁছিল ମା, ତୁ କେମିତି ମରିବୁ? ବାପା ଆପଣ ବି ଏ କଥା କହୁଛନ୍ତି? ଆପଣ ତ ମତେ ନିଜ ଝିଅ କରିଥିଲେ, ଆଗରୁ ଇଏ ମତେ ଘୃଣା କରୁଥିଲେ, ହେଲେ ଆପଣଙ୍କ କଥାରେ ବଦଳି ଯାଇଥିଲେ, ଆଉ ଆଜି ଆପଣ ବି? ଅଭିନୟ ମା, ଅଭିନୟ। ଦେଖ ଆମେ ହେଲୁ ନେତା ଲୋକ, ଆମେ ଯାହା କହୁ ତା କରୁନା, ଆଉ ଯାହା କରୁ ତା କେହି ଭାବି ବି ନଥାନ୍ତି। ତୁ ଚାଲୁ ଆମର ରୋଷେଇ ଘରକୁ ଚାଲ। ବାପା ମୋ ସାଙ୍ଗେ ଯାହା ସବୁ ଘଟିଗଲା ସେଥିରେ ମୋର ବା ଦୋଷ କଣ? ତମେ କୁହ, ତମ ଗାଲିରେ କଣ ମୁଁ ଚାପୁଡା ମାରିଥିଲି? ନା ଏ ଘରକୁ ବୋହୂ ଆସି ବୋଲି ମୁଁ କହିଥିଲି? ନା କୁହ, ଗୋଟେ ସ୍ତ୍ରୀର କର୍ତ୍ତବ୍ୟରେ ମୁଁ କଣ କେବେ ହେଳା କରିଛି? ନା ନା ଗୋଟେ ବୋହୂର ଭୂମିକା ନିଭାଇବାକୁ ମୁଁ କଣ ଚେଷ୍ଟା କରିନି? ତାହେଲେ ମୋର ଭୁଲ ରହିଲା କୋଉଠି? ମୁଁ ତମ ଦି ଜଣଙ୍କ ହାତ ଯୋଡୁଛି, ମତେ ମାର ନା, ମତେ ମାର। ଶୁଣ, ତମର ଯଦି ଆଉ କୋଉଠି ବାହା ହବାକୁ ଇଚ୍ଛା ଅଛି ତମେ ବାହା ହୁଅ, ମୁଁ କିଛି କହିବିନି, ମୁଁ ଏକରେ ଚାକରାଣୀ ହେଇକି ରହିବି, କିନ୍ତୁ ମତେ ମାର ନା, ମତେ ଛାଡି ଦିଅ, ମତେ ଛାଡି ଦିଅ। ମୁଁ ତମ ହାତ ଯୋଡୁଛି, ତମ ଗୋଡ ଧରୁଛି, ମତେ ଛାଡିବ। ଆଲୋ ଏ କଥା ମୋଟା ସମ୍ଭବ ନୁହେଁ ଲୋ ମା, ସମ୍ଭବ ନୁହେଁ। ଦେଖ ସରକାର ପରା ଆଇନ ତିଆରି କରିଛନ୍ତି, ଜଣକୁ ଛାଡପତ୍ର ନଦେଲେ ଆଉ ଜଣକୁ ବାହା ହେଇ ହବନି। ଆମେ ସରକାରୀ ଲୋକ ହେଇକି ଏ କଥା ମାନିବୁନି ନା? ତାଛଡା ତୁ ଯଦି ବଞ୍ଚିକି ରହିବୁ ମୋ ପୁଅ ନାଁରେ କେସ୍ କରିଦେବୁନି? ଆରେ ତାକୁ ବୁଝା ବୁଝାକୁ ଗାଡି ବୁଝୁନି। আরে তোর মুক্তি পাইবা দরকার, এই তোর মুক্তি পাইবা দরকার। এই উঠ উঠ, আরে মুক্তি মুক্তি।